ସମସ୍ତଙ୍କୁ ନମସ୍କାର। ମୋ ଭାଷ୍ୟକାର ରାତାକଳା ସ୍ୱାଗତ କରୁଛି ଆଉ ଏକ ନୂତନ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଚାକଚକ୍ୟ ସ୍ମାର୍ଟ ସିଟି ସେଣ୍ଟ୍ରାଲ ଭୁବନେଶ୍ୱରର ଏ ଗ୍ରେଡ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଳାଟଲା ସୁପର କପ୍ର ସଫଳ ରୂପାୟନ ପରେ ଚାଲନ୍ତୁ ଜାଣିବା ଆଉ ଏକ ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ, ଯାହାକି ପୁନଶ୍ଚ ରାଜ୍ୟର ରାଜଧାନୀ ଛାତି ଉପରେ ଖେଳ କରିବାକୁ ଯାଉଥିବା ଚିରଗଲଟଲା ସୁପର ଲିଗ୍ 2025। ଏକ ଐତିହାସିକ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଏକ ପୁରାତନ ଫୁଟବଲ ଟୁର୍ଣ୍ଣାମେଣ୍ଟ। ପୂର୍ବେ ଭୁବନେଶ୍ୱର ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ କହିଲେ ଏହାକୁ ବୁଝାଉଥିଲା। ଚଳିତ ବର୍ଷ 21ତମ ସଂସ୍କରଣ। କରୋନା ପର୍ଯ୍ୟନ୍ତ ଠିକ୍ଠାକ୍ ଚାଲିଥିଲା, ସଫଳ ରୂପାୟନ ହୋଇଥିଲା, କିନ୍ତୁ କରୋନା ପରେ ଟିକିଏ ଶିଥିଳ ପଡ଼ିଛି। ଏବଂ ବିଶେଷ ସୂତ୍ରରୁ ପ୍ରକାଶ ଯେ ଚଳିତ ବର୍ଷ କମିଟି ସ୍ତରରେ ଏକ ଜୋରଦାରିଆ କୁସ୍ତି, କସରତ, ଅଭ୍ୟାସ ଏବଂ ପ୍ରସ୍ତୁତି ଚାଲିଛି ଏ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ଏବଂ ଭିନ୍ନ ଢଙ୍ଗରେ ଆୟୋଜନ କରିବା ପାଇଁ। ଏବଂ ପୂର୍ବେ ଯେତେବେଳେ ଏ ଟୁର୍ଣ୍ଣାମେଣ୍ଟ ହେଉଥିଲା 4 ଦିନ, ସେତେବେଳେ ଦୂରଦୂରାନ୍ତରରୁ ଦର୍ଶକ ଦର୍ଶିକାଙ୍କର ଭିଡ଼ ଜମିଥାଏ। ଉପର କିମ୍ସ ଛକ ଠାରୁ ତଳ ଓଟିଭି ଅଫିସ୍ ପର୍ଯ୍ୟନ୍ତ ଏ ଗ୍ରାଉଣ୍ଡକୁ ସମ୍ପର୍କ କରୁଥିବା ମୁଖ୍ୟ ପଥ ରେଲ ରୋଡ଼ ଚାକା ଜାମ୍ ହୋଇଯାଏ। ସାଧାରଣ ଲୋକ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ଝାଳ ନାଳ ହୋଇଯାଆନ୍ତି। ଚଳିତ ବର୍ଷ ତାହା ଆଶା କରାଯାଉଛି, କିନ୍ତୁ ଯିବା ଆସିବା ପାଇଁ ସୁଗମ ହେବ ତାହାର ବ୍ୟବସ୍ଥା କରାଯାଇଛି। ଏବଂ ଦର୍ଶକ ଦର୍ଶିକାମାନେ ନିଶାସକ୍ତ, ଫୁଟବଲ ଦେଖିବା ପାଇଁ ନିଶାସକ୍ତ ଜୀବନଯାପନ କରନ୍ତି। ଏତେ ଦରଦ, ଏତେ ଫୁଟବଲ ପ୍ରତି ଭଲ ପାଇବା ଅଛି। ଏବଂ ଚଳିତ ବର୍ଷ ପ୍ରଥମ ପୁରସ୍କାର ରଖାଯାଇଛି 30,000 ଟଙ୍କା ସହିତ ଚକଚକ କରୁଥିବା ଟ୍ରଫି। ଦ୍ୱିତୀୟ ପୁରସ୍କାର 20,000 ଟଙ୍କା ସହିତ ଚମକୁଥିବା ଟ୍ରଫି। ପ୍ରବେଶିକା ଦେୟ 3151 ଟଙ୍କା ଏବଂ 16 ଗୋଟି ଦଳ ଅଂଶଗ୍ରହଣ କରିବେ। ଆସନ୍ତା ସେପ୍ଟେମ୍ବର 17 ଏବଂ 18, 2025, 17 ଏବଂ 18 ସେପ୍ଟେମ୍ବର 2025 ବୁଧବାର ଏବଂ ଗୁରୁବାର ଦିନ ବିଶ୍ୱକର୍ମା ଉପଲକ୍ଷେ ଏ ଟୁର୍ଣ୍ଣାମେଣ୍ଟକୁ ରଖାଯାଇଛି। ସିଧୁ କାନୁ ମିନି ଷ୍ଟାଡିୟମ, ଚିରଗଲଟଲା, କିଟ୍, ପଟିଆ, ଭୁବନେଶ୍ୱର, ଓଡ଼ିଶା, ଇଣ୍ଡିଆ। ଡେଟ୍କୁ ମନେ ରଖନ୍ତୁ ଏବଂ ସମସ୍ତଙ୍କୁ ସ୍ୱାଗତ ରହିଲା ଏ ଟୁର୍ଣ୍ଣାମେଣ୍ଟରେ, ସମସ୍ତଙ୍କୁ ନିମନ୍ତ୍ରଣ ରହିଲା ଏ ଟୁର୍ଣ୍ଣାମେଣ୍ଟରେ। ଏବଂ ଟୁର୍ଣ୍ଣାମେଣ୍ଟ ଦିନ ଦେଖା ହେବା। ସମସ୍ତଙ୍କୁ ନମସ୍କାର, ଜୁହାର।